Okay. Good morning, students. रोल नंबर Very good ସମସ୍ତେ morning, ma'am. ରୋଲ ନମ୍ବର ମେସେଜ କରିଦିଅ ଚାଟ ବକ୍ସ ରେ। ରୋଲ ନମ୍ବର ତମର ଯାହା ବି ଗ୍ରୁପ ରେ ପଠା ହେଇଛି ତମ ରୋଲ ନମ୍ବର କଣ ସେଟା ଗ୍ରୁପ ରେ ତମେ ଯୋଉଟା ପାଇଥିବ ରୋଲ ନମ୍ବର ସେଟାକୁ ମତେ ମେସେଜ କରିଦିଅ ଚାଟ ବକ୍ସ ରେ, ତାକି ମୁଁ ସେଟା ଆଟେଣ୍ଡାନ୍ସ ନେଇପାରିବି ତମର। मैम रोल नंबर दिया ही नहीं मैम। ତମ ନାଁ କଣ? नंदी मणि हरिजन। ଆମେ ଷ୍ଟାର୍ଟ କରିବା। ଆପଣଙ୍କ ଯୋଉ ସୋସିଆଲ ରିସର୍ଚ୍ଚ ଆଣ୍ଡ ଷ୍ଟାଟିଷ୍ଟିକ୍ସ ଆପଣଙ୍କର ଯୋଉ ପାର୍ଟ ଅଛି, ସୋସିଆଲ ରିସର୍ଚ୍ଚ ଆଣ୍ଡ ଷ୍ଟାଟିଷ୍ଟିକ୍ସ, ତାର ଆଜି ଫର୍ଷ୍ଟ କ୍ଲାସ୍। ଆମେ ଫର୍ଷ୍ଟ ଜାଣିବା କି ଆଜି ସୋସିଆଲ ରିସର୍ଚ୍ଚ କଣ। ହ୍ୱାଟ ଇଜ ସୋସିଆଲ ରିସର୍ଚ୍ଚ? ଓକେ। First is social research. What is social research? First, social research is a method used by social scientists and researchers to learn about people and society so that they can design products and services that can cater to various needs of the people. Different socio-economic group belongs to different parts of country think differently. Social research enable us to analyze social behavior, understand the causes, and accelerate its evolution. Social research expand our knowledge to drive discovery and innovation. It contributes to the growth and development of our nation, of our the entire human society. So what is social research? ଯଦି ଆମେ short method ରେ ଜାଣିବାକୁ ଚାହିଁବା କି କଣ ସେଇଟା, ତ ସୋସିଆଲ ରିସର୍ଚ୍ଚ ହେଲା ଗୋଟେ ମେଥଡ ଯୋଉଟାକୁ ଆମେ ୟୁଜ କରିକି ମାନେ ଯୋଉ ଯୋଉ ସୋସାଇଟିରେ ଆମର ଯାହା ବି ଡେଭଲପମେଣ୍ଟ ହଉଛି, ଯାହା ରିସର୍ଚ୍ଚ ହଉଛି, ତାକୁ ଆମେ କଣ କରିବା, ମାନେ ଶିଖିପାରିବା। ସୋସାଇଟି ମାନଙ୍କୁ ଷ୍ଟଡି କରିପାରିବା, ଯୋଉ ସୋସାଇଟିରେ ଯୋଉ ଲୋକମାନେ ଅଛନ୍ତି ତାଙ୍କୁ ନେଇକି ଷ୍ଟଡି କରିପାରିବା। ଆଉ ଡିଫରେଣ୍ଟ ପିପୁଲ ଡିଫରେଣ୍ଟ କଣ ଥିଙ୍କ କରୁଛନ୍ତି, ଡିଫରେଣ୍ଟ କଣ ଭ୍ୟାରି କରୁଛନ୍ତି, ତାକୁ ଆମେ ଷ୍ଟଡି କରିପାରିବା ସୋସିଆଲ ରିସର୍ଚ୍ଚରେ। ଓକେ। Example ହେଲା social research can be a census of a country, investigation of the agricultural land and literacy rate। ମାନେ social research କଣ ହେଇପାରିବ? ଗୋଟେ census of the country, ମାନେ କଣ୍ଟ୍ରିର କେତେ ଲୋକ ସଂଖ୍ୟା, କି ଇନଭେଷ୍ଟିଗେଟ କରିପାରିବ ଏଗ୍ରିକଲଚର ଲ୍ୟାଣ୍ଡ କୁ ନେଇକି, କି ଲିଟରେସି ରେଟ୍, ଲୋକମାନେ ଆମେ ଯୋଉ ପାଠ ପଢୁଛନ୍ତି ଆମର, ଆମେ ଜାଣିବାକୁ ଚାହିଁବା କି ଇଣ୍ଡିଆରେ କେତେ ଲୋକ ପାଠ ପଢୁଛନ୍ତି, ମାନେ ଆମର ଶିକ୍ଷିତ କେତେ ଅଶିକ୍ଷିତ କେତେ। ଓକେ, ତ ଏଗୁଡା ସବୁ ଜାଣିବା କେମିତି? ଆମେ ସୋସିଆଲ ରିସର୍ଚ୍ଚ ଥ୍ରୁରୁ। ସୋସିଆଲ ରିସର୍ଚ୍ଚ ଇନ୍ ଷ୍ଟାଟିଷ୍ଟିକ୍ସ। ତ ଷ୍ଟାଟିଷ୍ଟିକ୍ସ ରେ ସୋସିଆଲ ରିସର୍ଚ୍ଚ ର କାମ କଣ? ଫର୍ଷ୍ଟ ହେଲା social statistics is the use of statistical measurement system to study human behavior in a social environment. This can be accomplished through polling a group of people, evaluating a subset of data obtained about a group of people, or by observing and statistical analysis of the set of data that relate to people and their behaviors. तो social research ଟା statistics ରେ ଆମେ କେମିତି यूज କରିପାରିବା? ତ ମାତା ମାନେ ହେଲା କି ଆମେ ଯୋଉ statistical measurement ଅଛି, ସିଷ୍ଟମ ଅଛି, ମେଥଡ ଅଛି, statistics ର ଟୁଲ ଅଛି, ଫର୍ମୁଲା ଅଛି, ତାକୁ ନେଇକି ଆମେ କଣ କରିବା, ହ୍ୟୁମାନ ବିହେଭିୟର ଉପରେ ଷ୍ଟଡି କରିବା। ଯାହାକି ଯୋଉଟା ସୋସିଆଲ ଏନଭାୟରନମେଣ୍ଟ, ଯୋଉଟା ଆମର ପରିବେଶ ଅଛି,
ସାମାଜିକ ପରିବେଶ ତା ଉପରେ ଆମେ ଇନଭେଷ୍ଟ କରିବା, ଜାଣିପାରିବା କି ଇନଭେଷ୍ଟିଗେଟ କରିକି କି ସେମାନଙ୍କର ବିହେଭିୟର କଣ, ସେମାନେ କେମିତି ଥ୍ରୋ ପୋଲିଂ ସିଷ୍ଟମ। ପୋଲିଂ ମାନେ ଆମେ ଯେତେବେଳେ ଦେଖିଛେ ଯେତେବେଳେ ମ୍ୟାଚ ହୁଏ, ଯୋଉ ଇଣ୍ଡିଆ ପାକିସ୍ତାନ ମ୍ୟାଚ ହଉ, ଇଣ୍ଡିଆ ଯାହା ବି ସହିତ ମ୍ୟାଚ ଖେଳିଲା, ତ ଦେଖିବ ପୋଲିଂ ସିଷ୍ଟମ ଥାଏ, ମାନେ କେତେ ଆକୁରେସି ଥାଏ, ଇଣ୍ଡିଆ କେତେ ଜିତିବାର ଚାନ୍ସେସ୍ ଅଛି, ପାକିସ୍ତାନ ଜିତିବାର ଚାନ୍ସେସ୍ କେତେ ଅଛି। ତ ସେଇଟା କଣ ହେଲା, ପୋଲ ଲୋକମାନେ ଭୋଟ ଦେଲେ ତାଙ୍କୁ, ଲୋକମାନେ ଜଣେଇଲେ ପୋଲ ଥ୍ରୋରେ କି ସେମାନେ ଚାହୁଁଛନ୍ତି କିଏ ସେ ଜିତୁ, ବା ସେମାନେ ଚାହୁଁଛନ୍ତି କିଏ ସେ ପୋଲିଂ ସିଷ୍ଟମ ରେ ଅଧିକ ପରସେଣ୍ଟ କାହାର ଚାନ୍ସେସ୍ ଅଛି ଜିତିବାର। ଏମିତି ଆମେ ସେଇ ପୋଲିଂ ସିଷ୍ଟମକୁ ୟୁଜ କରିକି ଲୋକମାନଙ୍କର ବିହେଭିୟର, ସୋସିଆଲ ଏନଭାୟରନମେଣ୍ଟରେ ଲୋକମାନଙ୍କର କଣ ସାମାଜିକ ଚିନ୍ତାଧାରା ରହୁଛି ସେଇଟା ଜାଣିପାରିବା। ଦେନ୍ ଇଭାଲୁଏଟିଂ ସବସେଟ ଡାଟା, ମାନେ ସେଥିରୁ କିଛି ଆମେ ଡାଟା ବି ଫାଇଣ୍ଡ ଆଉଟ୍ କରିପାରିବା କିଛି ଗ୍ରୁପ ଅଫ ଲୋକମାନଙ୍କର। ଦେନ୍ ଅବଜର୍ଭ କରିପାରିବା ଷ୍ଟାଟିଷ୍ଟିକ୍ସ ମେଥଡ କୁ ୟୁଜ କରିକି ସେମାନଙ୍କର ବିହେଭିୟରକୁ ରିଲେଟ ଯୋଉମାନେ କରିପାରୁଥିବେ ସେଗୁଡାକୁ ବି ଆମେ ଜାଣିପାରିବା। ସାଇଣ୍ଟିଫିକ ମେଥଡ, scientific method, mathematical and experimental technique employed in the sciences. More specifically, it is a technique used in the construction and testing of a scientific hypothesis. The process of observing, asking questions, and seeking answer through the test and experiments is not unique to any of the field of the science. In fact, the scientific method is applied broadly in science and across many different fields. ତ ସାଇଣ୍ଟିଫିକ ମେଥଡ ମାନେ କଣ, ମାନେ ହେଲା ଗୋଟେ ମ୍ୟାଥମେଟିକ କି ଗୋଟେ ଏକ୍ସପେରିମେଣ୍ଟାଲ ଟେକ୍ନିକ ଯୋଉଟାକୁ ଆମେ ୟୁଜ କରିକି ସାଇନ୍ସ ରେ ୟୁଜ କରୁଛେ। କିନ୍ତୁ ଏଠି ଦେଖ ସେକେଣ୍ଡ ପଏଣ୍ଟରେ କଣ ମୁଁ ଲେଖିଛି କି ସାଇଣ୍ଟିଫିକ ମେଥଡ ଇଜ ଆପ୍ଲାଏଡ ବ୍ରଡଲି ଇନ ସାଇନ୍ସ ଆଣ୍ଡ ଆକ୍ରସ୍ ମେନି ଡିଫରେଣ୍ଟ ଫିଲ୍ଡ। ସାଇନ୍ସରେ ତ ଆମେ ୟୁଜ କରିପାରିବା, ତାକୁ ଛାଡିକି ବି ଆମେ ବହୁତ ଅଲଗା ଅଲଗା ଜାଗାରେ ଆମେ ସାଇନ୍ସ ୟୁଜ କରିପାରିବା। କେମିତି, ଯଦି ଆମେ ଗୋଟେ ହ୍ୟୁମାନ ବଡିକୁ ନେଇକି କିଛି ଗୋଟେ ଷ୍ଟଡି କରିବା, କି ତାର ଆମେ ଧର ଜାଣିବାକୁ ଚାହିଁଲେ କି ମଣିଷ ମାନଙ୍କ ଭିତରେ ଯୋଉ ହାର୍ଟ ବିଟ୍ ରେଟ୍ ଅଛି, ଆଜିକା ଡେଟରେ ଲୋକମାନଙ୍କୁ ହାର୍ଟ ଆଟାକ୍ ଅଧିକ ଆସୁଛି। ଆସୁଛି କାହିଁକି, ଆଗରୁ ଯୋଉମାନେ ଆଗକାଳ ଲୋକ ଥିଲେ ସେମାନଙ୍କର ହାର୍ଟ ରେଟ ତ ନର୍ମାଲ ଥିଲା, ସେମାନଙ୍କୁ ହାର୍ଟ ଆଟାକ୍ ଏତେ ଆସେ ନଥିଲା, ଦ୍ୟାଟ ଇଜ ଅ ନର୍ମାଲ ରେୟାର କେସ୍ ଥିଲା। ଏବେ ଘରେ ଘରେ ସମସ୍ତଙ୍କର ସେଇ ପ୍ରୋବ୍ଲେମ ଅଛି, ହେଲେ କାହିଁକି, ସେଇଟା ଆମେ ଜାଣିବା କି ଥ୍ରୋ ସାଇନ୍ସ। ଯଦି ଆମେ କିଛି ଷ୍ଟଡି କରୁଛେ ଯୋଉଟା କି ରିଲେଟେଡ ଟୁ ସାଇନ୍ସ ଓନ୍ଲି, ଯେମିତି କି କିଛି ଗୋଟେ ଫିଜିକ୍ସ ର କୋଉ ଗୋଟେ ପେପରକୁ ନେଇକି କଲେ, କିନ୍ତୁ ଆମେ କଣ ସେଠି ମ୍ୟାଥମେଟିକ୍ସ ନମ୍ବରସ ୟୁଜ କରୁଛେ। ତ ମୁଁ ଏଠି ଯେତେବେଳେ ପର୍ସନ ମାନଙ୍କ କଥା କହିଲି, ଇଣ୍ଡିଆର ଏତେ ଲୋକଙ୍କ ମାନଙ୍କର ହାର୍ଟ ଆଟାକ୍ ହଉଛି କାହିଁକି, ତ ଇଟ୍ସ ରିଲେଟେଡ ଟୁ ଅ ନମ୍ବର ଓନ୍ଲି। ତ ନମ୍ବରକୁ ନେଇକି ହିଁ ମୁଁ ସେଠି ଷ୍ଟଡି କଲି କି ଯଦି 145 କୋଟି ଲୋକମାନଙ୍କ ଭିତରୁ ହାର୍ଟ ରେଟ ର ପେସେଣ୍ଟ ସେଠି 55% ରୁ ଅଧିକ ଅଛନ୍ତି, ତାହେଲେ କେତେ ପରସେଣ୍ଟ ଅଛନ୍ତି, ତାହେଲେ ସେଇଟା କଣ, ମୁଁ ଏଠି ଆଇ ଏମ୍ ସ୍ପିକିଂ ଅବାଉଟ ଅ ନମ୍ବର। ତ ନମ୍ବର ମାନେ ଇଜ ଅ ଷ୍ଟାଟିଷ୍ଟିକ୍ସ। ତ ସାଇଣ୍ଟିଫିକ ୱେରେ ମୁଁ ଏଠି ଷ୍ଟାଟିଷ୍ଟିକ୍ସ ୟୁଜ କଲି। ତ ସାଇନ୍ସ ଇଜ ୟୁଜ ଇନ୍ ଏଭ୍ରି କାଇଣ୍ଡ ଅଫ ଫିଲ୍ଡ, ନଟ୍ ଓନଲି ଇନ୍ ସାଇନ୍ସ ବଟ୍ ଇନ୍ ଏଭ୍ରି କାଇଣ୍ଡ ଅଫ ଫିଲ୍ଡ। ତ ଏଠି ମୁଁ ସେୟା ଲେଖିଲି କି ସାଇଣ୍ଟିଫିକ ମେଥଡ ମାନେ କିଛି ମ୍ୟାଥମେଟିକାଲ ଏକ୍ସପେରିମେଣ୍ଟାଲ ମେଥଡ ହେଲା, ଯୋଉଟାକୁ ଆମେ ୟୁଜ କରିକି କିଛି ଅବଜର୍ଭ କରିପାରିବା, ପ୍ରୋସେସ କୁ ଅବଜର୍ଭ କରିପାରିବା, କିଛି କୋଶ୍ଚିନ୍ ଆରାଇଜ କରିପାରିବା, ଆଉ ତାର ଆନ୍ସର ବି ଆମେ ପାଇପାରିବା ଥ୍ରୁ ଦ ଏକ୍ସପେରିମେଣ୍ଟ ଆଣ୍ଡ ଟେଷ୍ଟ। The scientific method is applied in all sciences, including biology, physics, chemistry, geology, and psychology. However, their core approach towards finding answers that are logical and supported by evidence are the same, because the core of all sciences lies the problem solving approach. ତ ଯେତେବେଳେ ଆମେ ସାଇନ୍ସ କଥା କହିବା, ସାଇନ୍ସ ମାନେ କଣ, ସାଇନ୍ସ ଇକ୍ୱାଲ ଟୁ ପ୍ରୁଫ। ମାନେ ଯୋଉ କଥା ଆଜି ପର୍ଯ୍ୟନ୍ତ ଆମେ ମାନୁଛେ କି ଏଇଟା ସାଇନ୍ସ ର ହଉଛି ବୋଲି, ସେଇଟା ଅଲରେଡି ହେନ୍ସ ପ୍ରୁଭଡ। ଯଦି ପ୍ରୁଭ୍ ହେଇସାରିଛି ସେଇଠି, ସେଥିପାଇଁ ଆମେ ସେଟାକୁ ସାଇନ୍ସ କହୁଛେ। ଏମିତି କିଛି ବି ନାହିଁ ଆଜି ପର୍ଯ୍ୟନ୍ତ ଯୋଉଟା କି ଆମେ ଅନ୍ଧବିଶ୍ୱାସ କହିପାରିବା ସାଇନ୍ସ ରେ। କାହିଁକି ନା ସାଇନ୍ସ ରେ ଯୋଉ ବି ଆମେ କୋଶ୍ଚିନ୍ ଶିଖ କରୁଛେ, ଯୋଉ ବି କୋଶ୍ଚିନ୍ ଶିଖ କରୁଛେ, ଯଦି ଆମେ ଯେମିତି ଆମେ ନ୍ୟୁଟନଙ୍କର ଲ ଥିଲା, ଯେମିତି କହୁଛେ ଆମେ ଯଦି ଆଉ ଗୋଟେ ଆପେଲ ଏଇଠି ବସିଛେ ଛାତ ଉପରେ ପକେଇଲେ ସେଟା ତଳେ କେମିତି ପଡୁଛି, ସେଟା କୋଉ ଲ ସେଠି ୟୁଜ କରାଯାଇଛି, ସାଇନ୍ସ, ସେଠି ସାଇନ୍ସ ଅଛି, ସାଇନ୍ସ କୁ ୟୁଜ କରାଯାଇଛି। ତ ସେମିତି ଯୋଉ ବି ମେଥଡ ପଢିବା, ଦ୍ୟାଟ ଇଜ ସାଇନ୍ସ ରେ କଣ, ବାୟୋଲୋଜି, ଜିଓଲୋଜି, କେମିଷ୍ଟ୍ରି, ଫିଜିକ୍ସ, ଯାହା ବି ଆମେ ୟୁଜ କରିବା, ସେମାନଙ୍କର ସେ ଗୋଟେ କୋର ଆପ୍ରୋଚ କଣ ଥିବ, ଲଜିକାଲ ଥିବ, ଆଉ ତା ପାଇଁ କଣ ପ୍ରପର ଏଭିଡେନ୍ସ ବି ଥିବ। ତାହେଲେ ଯାଇକି ସେଇଟାକୁ ଆମେ କଣ କହିବା, ସାଇନ୍ସ। ଓକେ, ଦେନ୍
ଓକେ, ଦେଖ ସାଇଣ୍ଟିଫିକ ମେଥଡ କଣ? ଫର୍ଷ୍ଟ ହେଲା ଅବଜରଭେସନ, କୋଶ୍ଚିନ୍। ଫର୍ଷ୍ଟ ଆମର କଣ ହେଲା? ଅବଜରଭେସନ, କୋଶ୍ଚିନ୍। ଦେନ୍ ପ୍ରୋସେସ କଣ ହେଲା? ରିସର୍ଚ୍ଚ ଟପିକ ଏରିଆ, ଦେନ୍ ହାଇପୋଥେସିସ୍, ଦେନ୍ ଟେଷ୍ଟ ୱିଥ ଏକ୍ସପେରିମେଣ୍ଟ, ଦେନ୍ ଆନାଲିସିସ୍ ଦ ଡାଟା, ଦେନ୍ ରିପୋର୍ଟ ଦ କନକ୍ଲୁଜନ। ହେଲା। ତ ସାଇଣ୍ଟିଫିକ ମେଥଡ ଆମେ ୟୁଜ କରିବାର ପ୍ରୋସେସ କଣ ରହିଲା? ଫର୍ଷ୍ଟ ହେଲା ଅବଜରଭେସନ ଆଣ୍ଡ କୋଶ୍ଚିନ୍। ଫର୍ଷ୍ଟ ତ ଆମକୁ ଅବଜର୍ଭ କରିବାକୁ ପଡିବ। ଧର ତମେ ତମ ମାନଙ୍କୁ ମୁଁ କହିଲି କି ପିଲେ ତମେ ରିସର୍ଚ୍ଚ ପେପର ଗୋଟେ ବନାଅ, ଗୋଟେ ପ୍ରୋଜେକ୍ଟ ରିପୋର୍ଟ ଗୋଟେ ବନାଅ, ଯୋଉଟା କି ଆମେ ଗୋଟେ କୋଉ ପର୍ଟିକୁଲାର ଫିଲ୍ଡ କି ଆମର ଧର ପେପର ହେଲା ତମର କି ଆକ୍ସିଡେଣ୍ଟ ଅଧିକ କଣ ପାଇଁ ହଉଛି, ଟ୍ରାଫିକ ଆଜିକାଲି ଗାଡି ଏତେ ଜାମ୍ କଣ ପାଇଁ ହଉଛି, ଟ୍ରାଫିକ ଏତେ ଜାମ୍ କଣ ପାଇଁ ହଉଛି, ଆଉ ଏତେ ଅଧିକ ଆକ୍ସିଡେଣ୍ଟ କଣ ପାଇଁ ହଉଛି? କୋଶ୍ଚିନ୍ ତମେ ଅବଜର୍ଭ କଲ, ଇଟ୍ସ ଏ କୋଶ୍ଚିନ୍। ଦେନ୍ ରିସର୍ଚ୍ଚ ଟପିକ ଏରିଆ, ତମେ ସେ ଟପିକ ଏରିଆ ଭିତରେ ରିସର୍ଚ୍ଚ କରିବ କି ଆକ୍ସିଡେଣ୍ଟ ଯଦି ହଉଛି ତାର ପରସେଣ୍ଟେଜ କେତେ, ମାନେ କେତେ ଆମ ଓଡିଶାରେ 4.5 କୋଟି ଲୋକଙ୍କ ଭିତରୁ କେତେ ଲୋକଙ୍କର ଡେଲି ବେସିସ ରେ ଆକ୍ସିଡେଣ୍ଟ ହଉଛି। ଯଦି ଆକ୍ସିଡେଣ୍ଟ ହଉଛି ତାହେଲେ ତାର ରିଜନ କଣ, କାହିଁକି ଆକ୍ସିଡେଣ୍ଟ ହଉଛି? ଆଉ ଯଦି ହଉଛି ତାହେଲେ ସେମାନଙ୍କର ମାନେ ସେମାନେ ତାଙ୍କର ଡେଥ ହେଇଯାଉଛି ନା ସେମାନେ ଫିଜିକାଲି ହ୍ୟାଣ୍ଡିକ୍ୟାପ ହେଇଯାଉଛନ୍ତି, ନା ପ୍ରୋବ୍ଲେମ କଣ ହଉଛି? ତ କିଛିଟା ରିସର୍ଚ୍ଚ ଏରିଆକୁ ଆମେ ନେଇକି ଆମେ ରିସର୍ଚ୍ଚ କରିବା ପର୍ଟିକୁଲାର ଟପିକକୁ ନେଇକି। ଦେନ୍ ହାଇପୋଥିସିସ୍ ମାନେ ହେଲା କି ଆମେ ଯୋଉ ରିସର୍ଚ୍ଚ କରିବା ତା ପାଇଁ ପର୍ଟିକୁଲାର ଏରିଆ ଖୋଜିବା, କୋଉ ସୋର୍ସେସ ରୁ ଆମେ ସେ ଡାଟାକୁ କଲେକ୍ଟ କରିପାରିବା। ହେଲା, ଯେମିତି କି ମୁଁ କହୁଛି ଆକ୍ସିଡେଣ୍ଟ ଅଧିକ ହଉଛି ତ ଏଇଟା ଗୋଟେ କଣ ଅଲରେଡି ଏଇଟା ହେନ୍ସ ପ୍ରୁଭଡ ହେଇସାରିଛି କି ଯେତେବେଳେ ଲୋକମାନେ ଡ୍ରିଙ୍କ ଆଣ୍ଡ ଡ୍ରାଇଭ୍ କରିବେ, ଯେତେବେଳେ ଡ୍ରିଙ୍କସ କରିକି ଡ୍ରାଇଭ୍ କରିବେ ତାହେଲେ ଆକ୍ସିଡେଣ୍ଟ ର ଚାନ୍ସେସ୍ ସେଠି 100% ଅଛି। ହେଲା, ହାଇପୋଥେସିସ୍ ମାନେ କଣ? ଏଇଟା ଅଲରେଡି ସେଡ୍, ମାନେ ଅଲରେଡି ସେଡ୍ ଆଣ୍ଡ ଅଲରେଡି ହେନ୍ସ ପ୍ରୁଭଡ, ମାନେ ଅଲରେଡି କୁହା ହେଇଛି ଆଉ ଅଲରେଡି ପ୍ରୁଭ ହେଇସାରିଛି କି ଏମିତି ହୁଏ। ହେଲା, ତ ସେଥିପାଇଁ ଆମେ କଣ ଯେତେବେଳେ ରିସର୍ଚ୍ଚ ଆମେ ଟପିକ ଏରିଆକୁ ରିସର୍ଚ୍ଚ କରୁଛେ ଆମେ ଫାଷ୍ଟ ଜାଣିବା କି ଏଇ ଏରିଆରେ ଆଉ କିଏ ରିସର୍ଚ୍ଚ କରିଛି କି ନାଇଁ। ମୁଁ ଯୋଉ ଟ୍ରାଫିକ ଉପରେ ବନଉଛି ପ୍ରୋଜେକ୍ଟ କି ରିସର୍ଚ୍ଚ କରୁଛି ତା ଉପରେ ଆଉ କିଏ ତାର ସେମ କୋଶ୍ଚିନ୍ କାହାର ଆରାଇଜ ହେଇଛି ନା ନାଇଁ। ଯଦି ହେଇଛି ତାହେଲେ ସିଏ କଣ ତାର କନକ୍ଲୁଜନ ପାଇଛି। ମୁଁ ତାହେଲେ ସେଠି ଯୋଉଟା ଏଇ ଯୋଉ ଷ୍ଟଡିଟା କଲି ଇଟ୍ସ କଲ୍ଡ ହାଇପୋଥେସିସ୍। ଦେନ୍ ହାଇପୋଥେସିସ୍ ମତେ ଥରେ ମିଳିଗଲା ପରେ ମୁଁ କଣ କରିବି? ଏକ୍ସପେରିମେଣ୍ଟ ଦ ଟେଷ୍ଟ ୱିଥ ଏକ୍ସପେରିମେଣ୍ଟସ। ତାପରେ ମୁଁ ତାକୁ ଟେଷ୍ଟ କରିବି କି ସତରେ ଯାହା ହାଇପୋଥେସିସ୍ ରେ ଲେଖା ହେଇଥିଲା ଇଟ୍ସ ଟ୍ରୁ ଅର୍ ନଟ୍, ସେଟା ସତ୍ୟ କି ନୁହେଁ, ନା ଖାଲି ସେମିତି ହିଁ ଲେଖା ହେଇଛି କନକ୍ଲୁଜନ। ଟେଷ୍ଟ କରିବାକୁ ପଡିବ, କାରଣ ମତେ ବି ଗୋଟେ ରିସର୍ଚ୍ଚ ଦବାର ଅଛି ନା, ମତେ ରିସର୍ଚ୍ଚ କରୁଛି ମାନେ ମତେ ବି ପେପର ପ୍ରେଜେଣ୍ଟ କରିବାର ଅଛି। ଦେନ୍ ଆନାଲିସିସ୍ ଦ ଡାଟା, ଯାହାବି ମୁଁ ଟେଷ୍ଟ ଥ୍ରୁରୁ ଯାହାବି ଏକ୍ସପେରିମେଣ୍ଟ ରୁ ଡାଟା ପାଇବି ସେ ଡାଟାକୁ ମୁଁ ନେଇକି ଅଧିକ ଆନାଲିସିସ୍ କରିବି। ଲାଷ୍ଟ ତମେ ଆନାଲିସିସ୍ କରିସାରିଲା ପରେ ଯାହାବି ତମର କନକ୍ଲୁଜନ ପାଇବ, ଯାହାବି ତମର ରିଜଲ୍ଟ ଫାଇଣ୍ଡିଙ୍ଗସ ପାଇବ ସେଇଟାକୁ ରିପୋର୍ଟରେ ପୁଟ୍ କରିଦେଲେ ଦ୍ୟାଟ ଇଜ ଏ ରିପୋର୍ଟ କନକ୍ଲୁଜନ। ଓକେ, ଭଲସେ ବୁଝିବା ଏବେ। ହୁଁ, ଫର୍ଷ୍ଟ ହେଲା steps involved in scientific method ରେ formulate a question based on observation। ଫର୍ଷ୍ଟ ତ ଗୋଟେ ଅବଜର୍ଭ କରିବ ଗୋଟେ କୋଶ୍ଚିନ୍, ଯେମିତି ମୁଁ କହିଥିଲି this is the initial step of the scientific method that involves observing every aspects of the phenomenon, and then based on those observations formulate the relevant questions regarding the aspects of the topic. Suppose if you are observe a natural phenomenon such as color of the sky, then we can ask questions such as why is the color of the sky is blue. Then these observations and evidence will help formulate the right question that will affect the outcome in return। ତ ମୁଁ ଟିକେ ଗୋଟେ ଏକ୍ସାମ୍ପଲ ଦେଲି କି କେମିତି ଆମେ ଅବଜର୍ଭ କରି କେମିତି କୋଶ୍ଚିନ୍ ଆରାଇଜ କରିପାରିବା। ଅବଜର୍ଭ ଇଟ୍ସ ଅ ନ୍ୟାଚୁରାଲ ଥିଙ୍ଗ। ଓକେ, ଯେତେବେଳେ ତମେ ତମର କିଏ ଗୋଟେ ନ୍ୟୁ ଫ୍ରେଣ୍ଡ ବନୁଛି ୟା ନ୍ୟୁ ତମର ଫ୍ୟାମିଲିରେ କିଛି ମେମ୍ବର ଆସୁଛି, ୟୁ ଷ୍ଟାର୍ଟ ଅବଜର୍ଭିଂ ଦେମ୍। ଫର୍ଷ୍ଟ ୟୁ ହାଭ୍ ଟୁ ଅବଜର୍ଭିଂ ଦେମ୍। ତାହେଲେ ତମେ ଜାଣିପାରିବ କି ତମ ସାଙ୍ଗ ସହିତ ତମର କିଛି ବି ବିହେଭିୟର କ୍ୱାଲିଟି ମ୍ୟାଚ୍ କରୁଛି ନା ନାଇଁ। ୟୁ ବୋଥ ଆର୍ ଇକ୍ୱାଲ ଅର୍ ନଟ୍, ଇକ୍ୱିଭାଲେଣ୍ଟ ଅର୍ ନଟ୍, ଅର୍ ୟୁ ବୋଥ ଆର୍ ଅପୋଜିଟ୍। ତ ସେଇଟା ଜାଣିବାକୁ ହେଲେ କଣ ହବ? ତମେ ଫର୍ଷ୍ଟ ୟୁ ହାଭ୍ ଟୁ ଅବଜର୍ଭ ଦ୍ୟାଟ ପର୍ସନ, ଦ୍ୟାଟ ପିପଲ। ଓକେ, ଯେମିତି କି ମୁଁ ଏଠି କୋଶ୍ଚିନ୍ ଆରାଇଜ କଲି କଣ, ଯଦି ମୁଁ ଆକାଶକୁ ଦେଖିଲି ମୁଁ କହିଲି ଆକାଶର କଲର ହେଲା ସ୍କାଏ। କାହିଁକି ସ୍କାଏ? why the color of the sky is blue? ଓକେ, ତ ସେଇଟା କଣ, ଏଠି ମୁଁ କଣ କଲି, ଏଠିକି ମୁଁ ଆକାଶର ଗୋଟେ କଲର ଦେଖିକି ତାକୁ ଅବଜର୍ଭ କଲି। ତ ଏମିତି ବି ହୁଏ କି ବର୍ଷା ହେଲେ ତାର କଲର କିଛି ଗ୍ରେ ହେଇଯାଏ, କି ବ୍ଲାକ୍ ହେଇଯାଏ ଯଦି ଅଧିକ ହିଁ ବର୍ଷା ଉଠାଏ, କି ବେଳେ ବେଳେ ହ୍ୱାଇଟ୍ ଥାଏ, ବେଳେ ବେଳେ ଯେତେବେଳେ ସୂର୍ଯ୍ୟ ଉଦୟ ହୁଅନ୍ତି ତାର କଲର ଅରେଞ୍ଜେସ୍ ଥାଏ। ତ ସେଠି କଣ ହେଲା, ଏଠି ନା ଡିଫରେଣ୍ଟ ଟାଇପ ଅଫ କୋଶ୍ଚିନ୍, ହ୍ୱାଏ।
आर साइंस ऑलरेडी प्रूव हेई सारिची कि काहेकि स्काई रो कलर है ब्लू। ओके, सेमती डाटा को कलेक्ट कली, कौन डाटा कलेक्ट कली? द नेक्स्ट स्टेप कंसिस्ट ऑफ कलेक्टिंग ऑल द रिक्वायर्ड डाटा एंड डूइंग बैकग्राउंड research. Or through research will help you find the best way and method to go about the subject matter. Studying theories, previous experiments, finding and possibilities ensure that you don't repeat mistakes made by people in the past. ମୁଁ ଯୋଉ ଡାଟା କଲେକ୍ଟ କରିବି, ନେକ୍ସଟ ଷ୍ଟେପ ହେଲା ଡାଟା କଲେକ୍ଟ କରିବା। ମତେ ରିକ୍ୱାର୍ଡ ଡାଟା ଦରକାର, ଯୋଉଟା କି ମୁଁ ଯୋଉ ବ୍ୟାକଗ୍ରାଉଣ୍ଡ ନେଇକି ରିସର୍ଚ୍ଚ କରୁଛି ତାକୁ ରିଲେଭେଣ୍ଟ ହବ। ଆଉ ମୁଁ ଯୋଉ ଡାଟାଟା କଲେକ୍ଟ କରିବି, ଦ୍ୟାଟ ଇଜ କଣ ବେଷ୍ଟ ପସିବଲ ୱେରେ ମତେ ସେ ହେଲ୍ପ କରିବ ସେ ଡାଟା, କି ମୁଁ ମେଥଡ ୟୁଜ କଲେ ମତେ ଗୋଟେ ସବଜେକ୍ଟ ମ୍ୟାଟର ମିଳିପାରିବ ଇନ ଦ ଏଣ୍ଡ। ओके, तो स्टडी थ्योरीज प्रीवियस एक्सपेरिमेंट, जो ମୁଁ ପ୍ରିଭିୟସ ଏକ୍ସପେରିମେଣ୍ଟ ପଢିଲି, ତାପରେ ଲୋକମାନେ ଯୋଉ କାହା ଉପରେ ସେ ଯୋଉ କ୍ୱେଶ୍ଚିନ୍ ମୁଁ ଏବେ ଆରେଞ୍ଜ କଲି ତା ଉପରେ ଏକ୍ସପେରିମେଣ୍ଟ ହେଇଛି ନା ନାହିଁ, ତା ଉପରେ ବହୁତ ସାରା ଥିଓରି ଲେଖା ଥିବ, ବହୁତ ସାରା ରାଇଟର୍ସ ଅଥର୍ସ ମାନେ ଲେଖିଥିବେ ତାକୁ ପଢିଲି, ସେମାନଙ୍କର କଣ ଫାଇଣ୍ଡ ଆଉଟ୍ସ ଥିଲା ତାକୁ ପଢିଲି, କିଛି ପସିବିଲିଟିଜ ବି ଅଛି ତାକୁ ବି ପଢିଲି। ତ ଏଗୁଡାକ ଏଥିପାଇଁ ମୁଁ ରିପିଟ ରେ ପଢିଲି କାହିଁକି ନା ସେମାନେ ଯୋଉ ଭୁଲ ଗୁଡାକ କରିଛନ୍ତି ମୁଁ ସେଟାକୁ ରିପିଟ, ସେ ମିଷ୍ଟେକ କୁ ରିପିଟ କରିବାକୁ ଚାହିଁବିନି, ଯୋଉଟା କି ପାଷ୍ଟରେ ଅଲରେଡି ପିପଲ ମାନେ କରିଛନ୍ତି। Then, from a hypothesis, conjecture explanation any given behavior based on collected information, it can be very specific or cover a broad spectrum. For example, unknown species at the depths of the ocean, there are several type of hypotheses, such as null, alternative, statistical, etc. A hypothesis must in such a way so that there can be different possible result as deduced from the hypothesis. ତ hypothesis ଯେମିତି ମୁଁ ତମକୁ ବୁଝେଇଥିଲି ତାର ମାନେ କଣ, କି ଅଲରେଡି ଆମର କଣ ଏଇଟା ଅଲରେଡି ଗୋଟେ ୱାନ୍ ଟାଇପ ଅଫ ଫିନୋମେନା, ୱାନ୍ ଟାଇପ ଅଫ ମ୍ୟାଟର ଅଲରେଡି ସେଟ୍ ହେଇସାରିଛି। ପିପୁଲ ମାନେ ଏଇଟା ହିଁ ଭାବୁଛନ୍ତି, ଅଲରେଡି ଏଇଟା ସେଟ୍ ହେଇସାରିଛି। ଯେମିତି ମୁଁ ଗୋଟେ ଏକ୍ସାମ୍ପଲ ଦେଲି କି ଅନନୋନ୍ ସ୍ପେସିସ୍ ଆଟ ଦ ଡେପ୍ଥ ଅଫ ଦ ଓସିଆନ, ମାନେ ଓସନ ମାନେ ଆମ ସମୁଦ୍ରରେ ବହୁତ ସାରା ଟାଇପ ଅଫ ସ୍ପେସିସ୍ ଅଛନ୍ତି, ବହୁତ ସାରା ଟାଇପ ର ଜୀବ ଅଛନ୍ତି ଯୋଉମାନଙ୍କୁ ଆଜି ପର୍ଯ୍ୟନ୍ତ ଲୋକମାନେ କେବେ ଦେଖି ନାହାନ୍ତି, କି ସେମାନେ କେବେ ଲୋକଲୋଚନକୁ ଆସିନାହାନ୍ତି, ଲୋକମାନେ କେବେ ଜାଣି ହିଁ ନାହାନ୍ତି ସେମାନଙ୍କ ବିଷୟରେ, କିନ୍ତୁ ସେମାନେ ଇନ ଡେପ୍ଥ ରେ ଅଛନ୍ତି। ଏଇ କଥାଟା ହେଲା ଗୋଟେ ହାଇପୋଥିସିସ୍। ଏଇ କଥାଟା ଆମେ ବି ମାନେ ବି ଛୋଟବେଳୁ ଶୁଣିକି ଆସୁଛୁ କି ସମୁଦ୍ରରେ ଏମିତି ବହୁତ ସାରା ଭେରାଇଟିର ଜୀବ ଅଛନ୍ତି ଯୋଉମାନଙ୍କର ଆଜି ପର୍ଯ୍ୟନ୍ତ ନାମକରଣ ହେଇନି, ସେମାନେ କେମିତି ଦେଖାଯାଆନ୍ତି, କେତେ କେତେ କିଲୋମିଟର ତଳେ ରୁହନ୍ତି ୱାଟରର, ସେଇଟା ବି ଆମେ ଜାଣିନୁ ଆଜି ପର୍ଯ୍ୟନ୍ତ। ତ ସେ ଏଇଟା କଣ, ଏଇ ଯୋଉ ହାଇପୋଥେସିସ୍ ଅଛି, ମାନେ ନାହିଁ କି ସବୁ ହାଇପୋଥେସିସ୍ ଇଜ ଟ୍ରୁ। ସମ୍ ଆର୍ ନଲ୍, ହେଇ ନପାରେ, ସମ୍ ଆର୍ ଅଲ୍ଟରନେଟିଭ, ତାର ଅଲ୍ଟରନେଟିଭ ବି ହେଇପାରେ କି ହଁ ହେଇପାରନ୍ତି ନ ହେଇପାରନ୍ତି। ସମ୍ ଆର୍ ଷ୍ଟାଟିଷ୍ଟିକାଲ ୟୁଜ କରିବେ, ମାନେ ଯେମିତି କି ଡଲଫିନ, ସମୁଦ୍ର ଡଲଫିନ ଅଛନ୍ତି, ଆମେ ସେଟା ଜାଣିଛେ, ଚିଲିକାରେ ଡଲଫିନ ଅଛନ୍ତି ଆମେ ଜାଣିଛେ, ସେଇଟା କଣ ତାର କାଉଣ୍ଟିଂ ହଉଛି, ଇୟର ଟା କାଉଣ୍ଟିଂ ହଉଛି। ଷ୍ଟାଟିଷ୍ଟିକ୍ସ ୟୁଜ କରି, ମେଥଡ ୟୁଜ କରି ସେମାନେ କାଉଣ୍ଟ କରୁଛନ୍ତି, ଜାଣିଛନ୍ତି କି ସେମାନେ କେତେ ଡଲଫିନ ଆମ ଚିଲିକାରେ ଅଛନ୍ତି, କି କେତେ ଡଲଫିନ ଆମ ସମୁଦ୍ରରେ ଅଛି, ସେଟା ଆମେ ଜାଣିଛେ, କାରଣ ସେଟା କାଉଣ୍ଟିଂ ହଉଛି। ଯଦି ଏମିତି କିଛି ସ୍ପେସିସ୍ ଅଛନ୍ତି ଯୋଉମାନେ ୱାଟର ଲେବଲ ଉପରକୁ ଆସନ୍ତିନି, ସେମାନେ ବହୁତ ୱାଟର ଲେବଲ ର ବହୁତ ତଳେ ରୁହନ୍ତି, ତାହେଲେ ସେମାନଙ୍କୁ ଯାଇକି କାଉଣ୍ଟ କରିବା ଆମ ପକ୍ଷରେ ସେଠି ଇଜି ନୁହଁ। ତ ସେଠି ସେମାନଙ୍କୁ କେବେ ବି କାଉଣ୍ଟ ଏମିତି କରା ହୁଏନି। କେବେ ଆମେ ଏମିତି ଗଣିକି ଦେଖିଛେ କି ପାଣିରେ କେତେ ସାର୍କ ଅଛନ୍ତି? ଆମେ କେବେ ବି ଜାଣିନି କେତେ ସାର୍କ ଅଛନ୍ତି, କେତେ ସାର୍କ ଅଛନ୍ତି ଆମେ ଜାଣିନେ, କାହିଁକି ନା वी डोंट हैव दैट पावर टू यूज एंड काउंट देम, कि ସେମାନେ କେତେ ଅଛନ୍ତି। ତ ଏଠି କଣ ହେଲା, hypothesis must be in a such a way so that there are different possible result deduced from the hypothesis। ମାନେ ବହୁତ ସାରା ଡିଫରେଣ୍ଟ ସ୍ପେସିଫିକ ବହୁତ ସାରା ପସିବଲ ରେଜଲ୍ଟ ଆସିବ। ଆଇଦର ଯୋଉ ହାଇପୋଥେସିସ୍ ଅଛି ସେଟା ଭୁଲ ବି ସାବ୍ୟସ୍ତ ହେଇପାରେ, ଆଇଦର ସେଟା ଅଲ୍ଟରନେଟ ବି ସାବ୍ୟସ୍ତ ହେଇପାରେ, ଆଇଦର ସେଟା ଷ୍ଟାଟିଷ୍ଟିକାଲି ପ୍ରୁଭ ବି ହେଇପାରେ। ଦେନ୍ experiments. Experimentation. We must perform a thorough investigation of observation and hypothesis so that we can know whether our theory behaves similarly in the real world or not. This observation can be achieved through rigorous testing and experiments. Your experiment test whether your prediction is accurate and whether your hypothesis is correct or not. It is also important to repeat the test several times to be sure that the results are accurate and consistent and not just an accident.
ତ ଏକ୍ସପେରିମେଣ୍ଟେସନ ଆମେ ଯେତେବେଳେ କରିବା ମାନେ ଏକ୍ସପେରିମେଣ୍ଟ କରିବା ତାପରେ ଆମେ କଣ କରିବା କିଛିଟା ଇନଭେଷ୍ଟିଗେଟ କରିବା ଯୋଉଟାକୁ ଆମକୁ ଅବଜର୍ଭ କରିଛେ ଯୋଉଟାରେ କି ଆମକୁ କ୍ୱେଶ୍ଚିନ୍ ଆରାଇଜ ହେଇଛି ହାଇପୋଥିସିସ ରେ ବି ଆମକୁ ମିଳିଛି ତାକୁ ଆମେ କଣ କରିବା ଏକ୍ସପେରିମେଣ୍ଟ କରିବା whether it's true or not it's accurate or not ନା ଖାଲି ପ୍ରେଡିକ୍ସନ ଖାଲି ପ୍ରେଡିକ୍ଟ ହିଁ ହେଇଛି ଏଠି it's not a experimental truth or not statistically proved ଖାଲି ଖାଲି କୁହା ହିଁ ହେଇଛି ତ ସେଟା ଜାଣିବାକୁ ହେଲେ ଆମକୁ ଏକ୍ସପେରିମେଣ୍ଟ କରିବାକୁ ପଡିବ whether that experiment is the true or not correct or not ହେଲା ତ ବେଳେ ବେଳେ କଣ ହୁଏ ସାଇନ୍ସ ଫର୍ମ ରେ ବହୁତ ସାରା ବାରମ୍ବାର ରିପିଟ କରିକି ଆମେ ତାକୁ ସେଭେରାଲ ଟାଇମ୍ସ ସେଭେରାଲ କାଇଣ୍ଡ ଅଫ ଟେଷ୍ଟ କରୁ କାହିଁକି ନା ଯଦି ବେଶୀ ଯଦି ବହୁତ ଥର ଆମେ ସେଭେରାଲ ଟେଷ୍ଟ ନ କରିବା ତାହେଲେ ଆମେ ଜାଣି ବି ପାରିବାନି କି ଆମର ଯୋଉ ଫାଇଣ୍ଡିଙ୍ଗସ ଟା ପାଇଛେ ଦ୍ୟାଟ ଇଜ ଆକୁରେଟ ଅର ନଟ୍ କାହିଁକି ନା ଧର ତମେ ମାନେ ଗୋଟେ ଏକ୍ସପେରିମେଣ୍ଟ କଲ ଏକ୍ସପେରିମେଣ୍ଟରେ ଥରେ ଦୁଇଥର ଟେଷ୍ଟ କରିକିନା ତମେ ସେଇ ହିସାବରେ ତମର ଫାଇଣ୍ଡିଙ୍ଗସକୁ ଲେଖିଦେଲ କିନ୍ତୁ ପରେ ତମକୁ ଜଣା ପଡିଲା କି ମାନେ ତମର ଆଉ ଗୋଟେ କମ୍ପିଟିଟର ଯିଏ ଅଛି ସିଏ କହିଲା କି ନାଇଁ ମାନେ ସିଏ ସେଇଟାକୁ ବହୁତ 10-15 ଥର ଟେଷ୍ଟ କଲା ପରେ ସିଏ ସେଇଟା ଜାଣିବାକୁ ପାଇଲା କି ବାରମ୍ବାର ଟେଷ୍ଟ କଲା ପରେ ସେ ଜାଣିବାକୁ ପାଇଲେ କି ତମେ ଯୋଉ ଫାଇଣ୍ଡିଙ୍ଗସ ଟା ପାଇଛ ଦ୍ୟାଟ ଇଜ ନଟ୍ ଆକୁରେଟ ମାନେ ତାକୁ ଛାଡିକି ବି ଆହୁରି ବହୁତ ସାରା ହେଇପାରିବ ତ ସେଠି କଣ ହେଲା କି ରେଜଲ୍ଟ ଆଡିକୁଏଟ ହେଲାନି ହେଲା ଯୋଉ ସେଠି କଣ ହେଲା ତ ବାରମ୍ବାର ଯେତେବେଳେ ଦେଖିଲେ ସେମାନେ ସେମାନେ ଦେଖିଲେ କି ସେଟା କନସିଷ୍ଟେନ୍ସ ତାଙ୍କର ସେଟାକୁ ଆମେ ପ୍ରିଫର କରିପାରିବା କିନ୍ତୁ ତମେ ମାନେ ଯୋଉଟା ଗୋଟେ ଦିଥର ଟେଷ୍ଟ କରିଦେଲ ସେଇଟାକୁ ଆମେ ନେଇକି ଆଗକୁ ଆକୁରେଟ କରିପାରିବା ନାହିଁ ଦେନ୍ ଆନାଲିସିସ୍ ତ ଡାଟାକୁ ଆନାଲିସିସ୍ କରିବା after getting the result through testing and experimentation we must analyze it thoroughly so we can determine our next step the results are compared to the predictions given by the hypothesis in the earlier stages if the result come out to be false then we form a new hypothesis and if the result is not adequate then we perform further experiments then analysis the result ଯେତେବେଳେ experiment ପରେ ଆମକୁ ଯାହା ବି findings result ମିଳିଲା ସେ result କୁ ଆମେ କଣ କଲେ analysis କଲେ thoroughly ଓକେ ଦେନ୍ ଏଇଟା ହେଲା ନେକ୍ସଟ ଷ୍ଟେପ ଦ ରେଜଲ୍ଟ କୁ ଯେତେବେଳେ ଆମେ ଥରୋଲି ଆନାଲିସିସ୍ କଲେ ଦେଖିଲେ କି ଆର୍ଲିଅର ଷ୍ଟେଜେସ ରେ ଯୋଉ ହାଇପୋଥେସିସ୍ ଆମକୁ ମିଳିଥିଲା ଯୋଉ ମ୍ୟାଟର ଟା ଆମକୁ ମିଳିଥିଲା ଯୋଉ କଥାଟା ଅଲରେଡି ସେଟ୍ ଥିଲା ସେଇଟା ତମର ରେଜଲ୍ଟ ସହିତ ମିଶୁଛି ନା ନାଇଁ କମ୍ପେୟାର ଥରେ କଲେ ତାପରେ ଯେତେବେଳେ ଜାଣିଲେ ତାପରେ ଆମେ ଜାଣିଲେ କି ଆମର ଯୋଉ ରେଜଲ୍ଟ ଟା ଅଛି ସେଇଟା ଗୋଟେ ନ୍ୟୁ ହାଇପୋଥେସିସ୍ ନା ସେଟା ହେଲା ଫଲ୍ସ କାରଣ ତମେ ବି ଯୋଉଟା ଫାଇଣ୍ଡିଙ୍ଗସ୍ ପାଇଛ ଇଟ୍ସ କଲ୍ଡ ହାଇପୋଥେସିସ୍ ଯଦି ଏଣ୍ଡ ରେଜଲ୍ଟ ଆମକୁ ମିଳିଗଲା ଇଟ୍ସ ଆ ହାଇପୋଥେସିସ୍ ନଟ୍ ଫର୍ ୟୁ ବଟ୍ ଫର୍ ଅଦର ପର୍ସନ ଯିଏ ଆଉ ନେକ୍ସଟ ଫ୍ୟୁଚରରେ ଯଦି ତମର ସେଇ ଟପିକ ଉପରେ ରିସର୍ଚ୍ଚ କରୁଛି ତା ପାଇଁ ସେଇଟା ହାଇପୋଥେସିସ୍ ହେଇଯିବ ଯେମିତି କି ଏକ୍ସାମ୍ପଲ କହୁଛି କଲେଜରେ ଯେତେବେଳେ ତମମାନଙ୍କୁ ପ୍ରୋଜେକ୍ଟ କି ରିସର୍ଚ୍ଚ କିଛି ବନେଇବା ରିସର୍ଚ୍ଚ ପେପର ବନେଇବାକୁ ପେପର ପ୍ରେଜେଣ୍ଟ କରିବା ପାଇଁ କୁହା ହୁଏ ତମେ ସେତେବେଳେ କଣ କର ତମ ସିନିୟର ମାନଙ୍କର ଯାହା ବି ଅଛି ସେମାନେ ଯାହା ଯେମିତି ରିସର୍ଚ୍ଚ କରୁଛନ୍ତି ତମେ ସେଇଟାକୁ ଆଗ ଦେଖ ସେମାନେ କେମିତି ବନେଇଛନ୍ତି କୋଉଟା କୋଉ ପରଫର୍ମ କରୁଛନ୍ତି କଣଟା ୟୁଜ କରୁଛନ୍ତି କେମିତି ପ୍ରୁଭ କରିଛନ୍ତି ସେ ସବୁ ତ ତମେ ସେଠି କଣ କର ତମେ ଯୋଉ ପ୍ରିଭିୟସ ତମ ସିନିୟର ମାନଙ୍କର ଦେଖିଲ ତମେ ସେଠି କଣ କଲ ହାଇପୋଥେସିସ୍ ୟୁଜ କଲ ମାନେ ତାଙ୍କର ସେମାନେ ସେଇ ଯୋଉ ଟପିକ ଉପରେ ରିସର୍ଚ୍ଚ କରିକି ତାର ଫାଇଣ୍ଡିଙ୍ଗସ ପାଇଥିଲେ ସେଇଟାକୁ ତମେ ମାନେ ଫଲୋ କଲ ତମେ ଫଲୋ କରିକି ତମ ନିଜ ରିସର୍ଚ୍ଚରେ ୟୁଜ କଲ ସେଇଟା କଣ ହେଲା ହାଇପୋଥେସିସ୍ ଯେତେବେଳେ ତମର କିଏ ଜୁନିୟର ମାନେ ସେଇ ସେମ ଟପିକରେ ରିସର୍ଚ୍ଚ କରିବେ ତାହେଲେ ତମ ମାନଙ୍କର ଯୋଉ ଫାଇଣ୍ଡିଙ୍ଗସକୁ ନେବେ ସେଇଟା ତାଙ୍କ ପାଇଁ ହାଇପୋଥେସିସ୍ ହେଇଯିବ ହେଲା then forming a conclusion lastly based on the entire process we formulate a relevant conclusion the lastly ସବୁ process complete ହେଲା ପରେ ଆମକୁ ଯୋଉଟା ମିଳିଲା that is called conclusion and that conclusion is a relevant conclusion ମାନେ ସେଇଟା ହେଲା accurate true and fair for everyone then scientific method example first ହେଲା ଯେମିତି ଆମେ ଅଲରେଡି ଡିସ୍କସନ ଏଟା କରିସାରିଛେ ଖାଲି ଗୋଟେ ଥରୋଲି ଏଟା ଦେଖିଦିଅ ପ୍ରୋସେସ ଟା ଲେଟ୍ସ ଲୁକ୍ ଅଫ ସାଇଣ୍ଟିଫିକ ମେଥଡ ଏକ୍ସାମ୍ପଲ ଟୁ ଅଣ୍ଡରଷ୍ଟାଣ୍ଡ ଦ ପ୍ରୋସେସ ଦ ଟପିକ ଗ୍ରୋଇଂ ଦ ମନି ମାନେ ଏଇଟା ଗୋଟେ ଏକ୍ସାମ୍ପଲ ବୁଝଉଛି ଅଫ ମନି ପ୍ଲାଣ୍ଟ ଅବଜରଭେସନ ଆଣ୍ଡ କ୍ୱେଶ୍ଚିନ୍ we want to find out how the environment affect the growth of a money plant in a time frame of the 5 weeks ଓକେ ତ ମୁଁ ଏଠି କଣ କଲି ଏକ୍ସାମ୍ପଲ କହୁଛି ମୁଁ ଗୋଟେ ଏକ୍ସାମ୍ପଲ ନେଲି ମନି ପ୍ଲାଣ୍ଟ ଓକେ ତ ମନି ପ୍ଲାଣ୍ଟ କୁ ମୁଁ ଫାର୍ଷ୍ଟ ଅବଜର୍ଭ କଲି କି ଆମର ଯୋଉ ଏନଭାୟରମେଣ୍ଟ ର ଯୋଉ ଇଫେକ୍ଟ ଅଛି ଯୋଉ ଖରା ହଉଛି ବେଳେ ବେଳେ ବର୍ଷା ହଉଛି ବେଳେ ବେଳେ ଶୀତ ହଉଛି ତ ମୁଁ କଣ କଲି ଗୋଟେ କ୍ୱେଶ୍ଚନ ମୋ ମନରେ ଆରାଇଜ ହେଲା କି ମନି ପ୍ଲାଣ୍ଟ ଯଦି ମୁଁ 5 ୱିକ୍
ତାର ଗ୍ରୋଥ ଟା ଦେଖିବି। ଗୋଟେ ନୂଆ ମନି ପ୍ଲାଣ୍ଟ କିଣିକି ଆଣିଲି, ଧର ସେଇଟା ହେଲା ହେଇଥିବ 1 ମିଟରର। ମୁଁ ତାକୁ 5 ସପ୍ତାହ ରଖିବି, ଅବଜର୍ଭ କରିବି କି କୋଉ ଅଲଗା ଅଲଗା ଏନଭାୟରମେଣ୍ଟରେ ରଖିବି, ତାକୁ ଅବଜର୍ଭ କରିବି କି ସେ କୋଉ ଏନଭାୟରମେଣ୍ଟରେ ଅଧିକ ବଢୁଛି। ଓକେ। Hypothesis. The hypothesis would be the money plant can grow anywhere regardless of the environment. Okay. ତ ମୁଁ ଏଇଟା ହାଇପୋଥେସିସ୍ ଅଲରେଡି ପଢିଛି କି ମନି ପ୍ଲାଣ୍ଟ ଗ୍ରୋ ହେଇପାରିବ ଏଭ୍ରି ଏନଭାୟରମେଣ୍ଟରେ, ମାନେ ଘର ଭିତରେ ବି ଲୋକ ମନି ପ୍ଲାଣ୍ଟ ଲଗଉଛନ୍ତି, ଘର ବାହାରେ ବି ଲଗଉଛନ୍ତି, ପ୍ଲସ୍ ଅଗଣାରେ ବି ଲଗଉଛନ୍ତି, ଡିଫରେଣ୍ଟ ଡିଫରେଣ୍ଟ ଜାଗାରେ ଲଗଉଛନ୍ତି। ଏମିତି ଗୋଟେ ଜାଗାରେ ଲଗଉଛନ୍ତି ଯୋଉଠି ସମାନ ପରିମାଣର ଖରା ଆଉ ସମାନ ପରିମାଣର ଛାଇ ମିଳୁଛି। ତ ମୁଁ ଏଠି କଣ କଲି ନା ଡିଫରେଣ୍ଟ ଡିଫରେଣ୍ଟ ଏରିଆକୁ ନେଇକି ନା ସେଠି ଅବଜର୍ଭ କଲି। ଇଟ୍ସ କଲ୍ଡ ହାଇପୋଥେସିସ୍, ଅଲରେଡି ଏଇଟା ଅଛି ହାଇପୋଥେସିସ୍ ରେ। ମୁଁ ତାକୁ ଏକ୍ସପେରିମେଣ୍ଟ କଲି କେମିତି। an experiment would be to take 4 money plant, ମୁଁ 4ଟା ମନି ପ୍ଲାଣ୍ଟ ନେଲି ଟୁ ପ୍ଲଟ ଇନ୍ ଡିଫରେଣ୍ଟ ପଟ୍ସ, ମୁଁ ଡିଫରେଣ୍ଟ ପଟ୍ ରେ ରଖିଲି। ତାକୁ କଣ କଲି, वी keep and keep the two of them inside and the remaining two outside. Okay. We will keep the initial conditions such as soil quality, amount of sunlight, and amount of the water, etc. constant. Upon completion of 5 weeks, we will observe all the plants and measure their size. ତ ମୁଁ ଏଠି କେମିତି ଏକ୍ସପେରିମେଣ୍ଟ କଲି, ମୁଁ କଣ କଲି, 4ଟା ମନି ପ୍ଲାଣ୍ଟ କିଣିକି ଆଣିଲି। ତା ଭିତରୁ 2ଟା ମନି ପ୍ଲାଣ୍ଟକୁ ମୁଁ ଘର ଭିତରେ ରଖିଲି ଆଉ 2ଟାକୁ ଘର ବାହାରେ ରଖିଲି। ତ ମୁଁ ସେମାନଙ୍କୁ ଯେତେବେଳେ କଣ୍ଡିସନ କରିଦେଲି, ସେମାନଙ୍କୁ ମୁଁ ସେମ୍ ଟାଇମ୍, ଯୋଉ 4ଟା ଗଛ ଥିଲେ ମୁଁ ତାଙ୍କୁ ସେମ୍ କ୍ୱାଲିଟିର ସଏଲ ଦେଲି, ସେମ୍ କ୍ୱାଲିଟିର ମାଟି ଦେଲି, ସନଲାଇଟ ବି ସେମ୍ ଦେଲି, ସେମାନଙ୍କୁ ସେମ୍ ଆମାଉଣ୍ଟର ପାଣି ବି ଦେଲି। ହେଲା, କନଷ୍ଟାଣ୍ଟଲି ଦେଲି 5ଟା ୱିକ୍ ପର୍ଯ୍ୟନ୍ତ। 5ଟା ୱିକ୍ ଯେତେବେଳେ ସରିଯିବ, ମୁଁ ସେତେବେଳେ ସେମାନଙ୍କର ସାଇଜ ମେଜର କରିବି। ମୁଁ ସେତେବେଳେ କଣ କରିବି, ସେଟାକୁ ଆନାଲିସିସ୍ କଲି। ୱିଲ୍ ଆନାଲାଇଜ ଦ ଡାଟା ସଚ୍ ଆଜ ଦ ଗ୍ରୋଥ ଅଫ ଦ ପ୍ଲାଣ୍ଟ, then height, etc., and compare the result from the two experiments to determine which is better suited for the purpose. ତ ଏଠି ମୁଁ କଣ ଆନାଲିସିସ୍ କଲି, ଗ୍ରୋଥ, ପ୍ଲାଣ୍ଟ ର ଗ୍ରୋଥ କେତେ ହେଇଛି, ହାଇଟ୍ କେତେ ଅଛି, ମାନେ ଗଛଟା ମାନେ ପତଳା ହେଇକି ନା ଗ୍ରୋଥ କରିଛି ନା ନର୍ମାଲ ଟିକେ ତାର ଘର ଭିତରେ ଥିବା ଗଛଠୁ ଟିକେ ମୋଟା ହେଇଛି, କି ହାଇଟ୍ ସେମାନଙ୍କର କେତେ ଲମ୍ବିଛି। ତ ଏଗୁଡାକ ମୁଁ ସବୁ କଣ କଲି, ଏନଭାୟରମେଣ୍ଟ, ଯୋଉ 2ଟା ଏନଭାୟରମେଣ୍ଟ ରଖିଥିଲି ତାଙ୍କୁ ମୁଁ କମ୍ପେୟାର କଲି, କୋଉ ପର୍ପୋଜ ଟା ମୋ ପାଇଁ ଅଧିକ ସୁଇଟେବଲ। ତ କନକ୍ଲୁଜନ ମୁଁ କଣ ପାଇଲି, वी कैन ड्रॉ ए लॉजिकल कंक्लूजन फ्रॉम द एनालिसिस ऑफ डाटा एंड फ्रॉम अ रिलेवेंट रिपोर्ट। ତ ମୁଁ ସେତେବେଳେ ଯେତେବେଳେ ମୁଁ ହାଇଟ୍ ମେଜର କଲି ଆଉ ସେମାନଙ୍କର ଗ୍ରୋଥ ଦେଖିଲି କେମିତି ଗ୍ରୋଥ ହେଇଛି, ଆଉ ମାନେ କେତେ ପତ୍ର କୋଉଥିରେ ଆସିଛି କି ଆସିନି, କୋଉଥିରେ ଛୋଟ ପତ୍ର ଆସିଛି, ମୁଁ ଯୋଉ ଏନଭାୟରମେଣ୍ଟ 2ଟା ଏନଭାୟରମେଣ୍ଟ ରଖିଥିଲି ଇନସାଇଡ୍ ଆଉ ଆଉଟସାଇଡ୍, ତାକୁ ଯେତେବେଳେ ଏକ୍ସପେରିମେଣ୍ଟ କଲି, ଯୋଉ କନକ୍ଲୁଜନ ଟା ପାଇଲି ସେଇଟାକୁ ମୁଁ ତାହେଲେ ସେଇଟା କଣ ହେଲା, ମୋର ରିଲେଭେଣ୍ଟ କନକ୍ଲୁଜନ, ଯୋଉଟା କି ମୁଁ ମୋ ରିପୋର୍ଟରେ ପୁଟ୍ କରିପାରିବି। ଧର ମୁଁ ପାଇଲି କି ଘର ଭିତରେ ଯୋଉଟା ଅଛି, ଦେ ଆର୍ their growing is also not similar to the outside plant, କାରଣ ଆଉଟସାଇଡ୍ ପ୍ଲାଣ୍ଟ ଟା ଅଧିକ ସନଲାଇଟ ପାଇଲା, ଆଉ ଅଧିକ ପରିମାଣରେ ଯେତେବେଳେ ସନ୍ଧ୍ୟା ହେଇଗଲା ଅଧିକ ଛାଇ ପାଇଲା, ନ୍ୟାଚୁରାଲ ଜିନିଷରେ ରହିଲା। ତ ସେଥିପାଇଁ ତାର ଯୋଉ ଗ୍ରୋଥ ଟା ହେଇଛି, ସେଇ ଗ୍ରୋଥ ଟା ଘର ଭିତରେ ଯୋଉ ମନି ପ୍ଲାଣ୍ଟ ଅଛି ତାର ହେଇନି। ଗ୍ରୋଥ ହେଇଛି କିନ୍ତୁ ସେତେ ବି ଗ୍ରୋଥ ହେଇନି। ହେଲା, ତ ଏଠି କଣ ହେଲା, ମୁଁ ଗୋଟେ ଏକ୍ସାମ୍ପଲରେ ବୁଝେଇଲି କି କେମିତି ଆମେ ଫାଇଣ୍ଡିଙ୍ଗସ୍ ପାଇପାରିବା। Okay, how to plan a research project. Whether for a paper or a thesis, define your question, review the work of the others, and leave yourself to other open to discovery new things. Planning research project is a time-honored intellectual exercise. One can require both creativity and sharp analysis skill. Research planning involves the four distinct steps, that is orientation yourself to knowledge creation, define your research question, reviewing previous research on your question, and then choosing relevant data to formulate your own answer. ହେଲେ ମୁଁ ଏଇଟା ଏତେ ଆଉ ଡିପଲି ବୁଝଉନି, କାହିଁକି ନା ଏଇ ସବୁ ଜିନିଷ ମୁଁ ଏବେ ଅଲରେଡି ତମକୁ ବୁଝେଇକି ଆସିଲି କି ମାନେ ରିସର୍ଚ୍ଚ ପ୍ରୋଜେକ୍ଟ ପାଇଁ କେମିତି ଆମେ ପ୍ଲାନ୍ କରିବା। ଫାର୍ଷ୍ଟ ତ ମୁଁ ଯେମିତି କହିଥିଲି, ଏଠି ଦେଖ ଆଉଟଲାଇନ କରାହବ ଫାର୍ଷ୍ଟ, କି ନଲେଜ ଆଉ କ୍ରିଏସନ କୁ ଦେଖିବ। ତମ ପାଖରେ 2ଟା ଜିନିଷ ରହିବା ଦରକାର, ଗୋଟେ ହେଲା କ୍ରିଏଟିଭିଟି ଆଉ ଗୋଟେ ହେଲା ସାର୍ପ ଆନାଲିଟିକାଲ ସ୍କିଲ୍। ମାନେ ତମର ଯୋଉ କ୍ରିଏଟିଭିଟି କଣ, ଯୋଉଟା କି ତମେ ଦେଖିବ ପ୍ରିଭିୟସ ରେ ଯାହା ହେଇଛି ତାକୁ ଅଲଗା ଛାଡିକି ତମ ପାଖରେ ସେତିକି ଆଉ ଅଧିକ କ୍ରିଏଟିଭିଟି ଅଛି, ଅଦର ୱେରେ ତମେ ତାକୁ ପ୍ଲାନ୍ କରିପାରିବ କି ନାହିଁ। ଆଉ ଡିଫରେଣ୍ଟ ଆନାଲିସିସ୍ ସ୍କିଲ୍ ଦରକାର, ଯେମିତି କି ମାନେ ଦ ପ୍ରିଭିୟସ ଠୁ ବି ବେଟର ହେଇପାରିବ। ହେଲା, ଏଇଟା ଆମେ ନେକ୍ସଟ କ୍ଲାସରେ ପଢିବା କି ଏଇଟା ମୁଁ ଆଉ ପଢିବିନି, ଏଇଠୁ ପଢିବା କି କଣ କଣ ଷ୍ଟେପ ଦରକାର ଆମେ ଗୋଟେ ରିସର୍ଚ୍ଚ ପ୍ରୋଜେକ୍ଟ କରିବା ପାଇଁ। ହେଲା, ଠିକ ଅଛି।
ସମସ୍ତେ ଯୋଉମାନେ ବି ପ୍ରେଜେଣ୍ଟ ଅଛ ସେମାନଙ୍କର ରୋଲ ନମ୍ବର ମେନସନ କରିଦିଅ ଚାଟ ବକ୍ସ ରେ। ଯଦି ବି ତମେ ରୋଲ ନମ୍ବର ପାଇନ ତମେ କହୁଛ, ମୁଁ ଆଜି ଆଉଥରେ ଗ୍ରୁପ ରେ ସେଣ୍ଡ କରିଦେବି। ଓକେ, ଯଦି ଯାହା ପାଖେ ରୋଲ ନମ୍ବର ନାହିଁ ସେମାନେ ତାଙ୍କ ନାଁକୁ ଚାର୍ଟ ରେ ମେନସନ କରିଦିଅ। Thank you everyone for joining the class. Okay, class